ବାହା ହେବେ ଅନୁଭବ ଜାଗୃତି ସାକ୍ଷାତକାରରେ ଜାଗୃତି ଦେଲେ ବଡ଼ ବୟାନ। ଆଜ୍ଞା ହଁ, ଅନୁଭବଙ୍କ ବାହାଘର କହିଦେଲେ ଜାଗୃତି। ବଲିଉଡ୍ ସୁପରଷ୍ଟାର ଓଡ଼ିଶାର ଭାଇଜାନ ଅନୁଭବ ମହାନ୍ତି ଆଇ ଲଭ୍ ୟୁ ଷ୍ଟାର ଅନୁଭବଙ୍କୁ ନେଇ ଏବେ ଚର୍ଚ୍ଚାର ଝଡ଼। ଚର୍ଚ୍ଚାର କାରଣ ତାଙ୍କର ବାନ୍ଧବୀ ଜାଗୃତି ଶୁକ୍ଲା। ସାଧାରଣ ଲୋକଙ୍କଠୁ ବୁଦ୍ଧିଜୀବୀ ସମସ୍ତେ କହିଲେଣି ହାତକୁ ଦି ହାତ ହେବେ ଅନୁଭବ ଆଉ ଜାଗୃତି। ଜାଗୃତି ଶୁକ୍ଲା ନ୍ୟୁଜ୍ ଚ୍ୟାନେଲମାନଙ୍କୁ ସାକ୍ଷାତକାରରେ ମଧ୍ୟ ଏ ବିବାହ କଥାକୁ ଅସ୍ୱୀକାର କରିନାହାନ୍ତି। ତାଙ୍କର କଥା ଓ ଠାଣି କହୁଥିଲା ଯେ ସେ ସତରେ ଅନୁଭବକୁ ହିଁ ବାହା ହେବେ, ମାତ୍ର ଏହା ସେ ସ୍ପଷ୍ଟ କରିନାହାନ୍ତି। ହେଲେ କୁହନ୍ତିନି ସମାଜଦାର କୋ ଇସାରା କାଫି। ଏହି କ୍ରମରେ ଫ୍ୟାନ୍ସ ମଧ୍ୟ ଅନୁଭବ ଜାଗୃତିଙ୍କ ବାହାଘରକୁ ନେଇ ଖୁସି ହେବାରେ ଲାଗିଲେଣି। ଆଜ୍ଞା ହଁ, କାହାକୁ ବାହା ହେବେ କହିଦେଲେ ଅନୁଭବ। ବର୍ଷାଙ୍କ ସହ ଅନୁଭବଙ୍କ ଘମାଘୋଟ ଲଢ଼େଇ ବା ବିବାଦ ପରେ ଏବେ ନୂଆ ଜୀବନ ଆରମ୍ଭ କରିପାରନ୍ତି ସୁପରଷ୍ଟାର। ଓଡ଼ିଶାର ସୁପରଷ୍ଟାର ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କ ବହୁ ପ୍ରତୀକ୍ଷିତ ବାୟୋଗ୍ରାଫିକ୍ ଉନ୍ମୋଚନ କରାଯାଇଛି। ଭୁବନେଶ୍ୱରରେ ଏକ ତାରକା ହୋଟେଲରେ ଆୟୋଜିତ ଏହି ଲଞ୍ଚ ଇଭେଣ୍ଟରେ ଚଳଚ୍ଚିତ୍ର, ସାହିତ୍ୟ ଜଗତ ଏବଂ ରାଜନୈତିକ ମହଲର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଟାଇମ୍ ପାସ୍ ପବ୍ଲିକେସନ ଦ୍ୱାରା ପ୍ରକାଶିତ ଏହି ବାୟୋଗ୍ରାଫିର ରଚନା କରିଛନ୍ତି ଜାଗୃତି ଶୁକ୍ଲା। ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପରେ ତାଙ୍କର ପ୍ରାଧାନ୍ୟଠାରୁ ଆରମ୍ଭ କରି ତାଙ୍କର ପ୍ରଭାବଶାଳୀ ରାଜନୈତିକ କ୍ୟାରିୟର ଏବଂ ଓଡ଼ିଶା ତଥା ରାଜ୍ୟବାସୀଙ୍କ ପାଇଁ ତାଙ୍କର ଦୃଢ଼ ନିଷ୍ଠା ପର୍ଯ୍ୟନ୍ତ ଏହି ବାୟୋଗ୍ରାଫି ଅନୁଭବ ମହାନ୍ତିଙ୍କ ପ୍ରେରଣାଦାୟୀ ଯାତ୍ରା ଉପରେ ଗଭୀର ଦୃଷ୍ଟି ପ୍ରଦାନ କରିଛି। ତେବେ ବହି ଉନ୍ମୋଚନ ପରେ ଜାଗୃତିଙ୍କୁ କିଛି ପ୍ରଶ୍ନ ପଚରାଯାଇଥିଲା। ଏହି ପ୍ରଶ୍ନର ଉତ୍ତରରେ ଜାଗୃତି କହିଛନ୍ତି ଯେ ଆଗକୁ ଅନୁଭବଙ୍କ ଫ୍ୟାନ୍ସମାନେ ଖୁସି ଖବର ପାଇବେ।